ନା ସାଙ୍ଗମାନେ ମୁଁ ବର୍ତ୍ତମାନ ଗାଁକୁ ଆସି ପହଞ୍ଚି ଯାଇଛି। ବର୍ତ୍ତମାନ କଥା କ'ଣ କି ସବୁଠୁ ଖୁସିର କଥା ହେଉଛି ଭାରି ଖୁସି ଲାଗୁଛି ଯେ ମୋ ଦାଦାଙ୍କ ବାଡ଼ିରେ ପଶିଛି। ମୁଁ ଦାଦାଙ୍କ ବାଡ଼ିରେ ପଶିଛି ମୋ ଅଜା ମଧ୍ୟ ଦେଖନ୍ତୁ। ମୋ ଅଜା କ'ଣ କରି ଦେଖନ୍ତୁ ସେ ଯେଉଁ ନଡ଼ିଆ ଗୁଡ଼ା କୋଇକି ସେ କ'ଣ ଏଇଟା କ'ଣ କରିବେ କହିଲେ ତେଲ ନଡ଼ିଆ ତେଲ ହେବ। ମୋ ଅଜା ଦେଖନ୍ତୁ କେତେ କଷ୍ଟ କରୁଛି ବିଲରେ ଆସିକି ଖାଇ ପିଇକି ତାର ଆସି ତା କାମ ଲାଗିଯାଇଛି। ଆଉ ଏପଟେ ତାଙ୍କର କେଡ଼େ ବଡ଼ ଚାଷ କରୁଛନ୍ତି ଦେଖନ୍ତୁ କଦଳୀ ଗଛ ଲଗେଇଛନ୍ତି ଦେଖୁନାହାନ୍ତି। ଗାଁ ପଞ୍ଚାୟତ ଲୋକ ଆସି ଖାଇବେ କଦଳୀ ଫଳିଲେ। ସବୁ ଚାଷ ହେଉଛି ଏଇଠି। ଏଇ ଲଙ୍କା ଗଛ ଦେଖୁଛନ୍ତି ଏଠି ଏପଟେ ଲଙ୍କା ଗଛ କେତେ ହେଇଛି ତାଙ୍କ ଘର ଦେଖନ୍ତୁ ଦେଖୁଛନ୍ତି କେତେ ଚାଷବାସ କରୁଛନ୍ତି। କି ସୁନ୍ଦର ଚାଷ ଆଜ୍ଞା। ଗାଁ ନା ଗାଁ ମାଟି ଆଉ ସହର ରହିଲେ କ'ଣ ହେବ? ସହରରେ ଯେତେ ରହିଲେ ବି ଗାଁ ମାଟି କେବେ ଭୁଲି ହେବନି। ଆପଣମାନେ ତ ଗାଁକୁ ଯାଉଥିବେ। ଗାଁର ପରିବେଶ ଆଉ ଗାଁର କଥାବାର୍ତ୍ତା ଚାଲିଚଳନ କେତେ ବଢ଼ିଆ ଲାଗେ। ଆଜି କିନ୍ତୁ ମୋତେ ଖୁସି ଲାଗୁଛି ମୁଁ କେତେ ବର୍ଷ ପରେ ଆସିଛି ଗାଁକୁ। ଆଉ ଛୋଟିଆ ଭିଡ଼ିଓଟେ କରୁଛି। ଯଦି ଆପଣଙ୍କୁ ଆମ ଏଇ ଦାଦାଙ୍କର ଜେଜେଙ୍କର ଯେଉଁ ଚାଷ ଭଲ ଲାଗୁଥିବ ଆପଣ ଗୋଟେ ଲାଇକ୍ କରିଦେବେ ଆଉ କାହା ସାଙ୍ଗସାଥିମାନଙ୍କୁ ସେୟାର କରିଦେବେ। ରହିଲେ ଆଜ୍ଞା, ଜୟ ଜଗନ୍ନାଥ।